ମୁଁ ଶ୍ରୀ ରାଜକିଶୋର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, କଂଗ୍ରେସର ଜଣେ ସିନିୟର ଲିଡର ଆଉ ମହାନଦୀ କୋଇଲା ଶ୍ରମିକ କଂଗ୍ରେସର ସଭାପତି। କିନ୍ତୁ ତାଳଚେର ପୋଲିସ, ଯାହାକୁ ତାଳଚେର ପୋଲିସ ପ୍ରଶାସନ କୁହ କି ପୋଲିସ କୁହ, କ୍ରାଇମ ରୋକିବାରେ ପୁରା ସମ୍ପୂର୍ଣ୍ଣ ବିଫଳ। କାରଣ ପୋଲିସର ଯୋଉ ମୁଖ୍ୟ କାମ କ୍ରିମିନାଲ ଆକ୍ଟିଭିଟି, କ୍ରିମିନାଲ କେମିତି ବନ୍ଦ କରିବା, କ୍ରିମିନାଲ ଆକ୍ଟିଭିଟିକୁ କେମିତି ପକଡ଼ିବା, ଚୋର ଡାକୁ ଡକାୟତ ୟାକୁ କେମିତି ରୋକିବା, ହତ୍ୟା ଗଣଧର୍ଷଣ ଏଗୁଡ଼ାକ ସବୁ କରିବାରେ ପୋଲିସ ବିଫଳ। ଆଉ ଏହା ବଢିବାର କାରଣ ହେଲା ମୁଖ୍ୟତଃ ତାଳଚେରରେ ଡ୍ରଗ୍ସର ଯୋଉ ଆପଣ ଦେଖୁଥିବେ ଆଜିକାଲି ନୂଆ ନୂଆ ଯୁବପିଢି ଶିକ୍ଷିତ ବେକାର ଯୁବକ ବୁଲୁଛନ୍ତି, ଡ୍ରଗ୍ସ ବ୍ରାଉନ ସୁଗାର ବିଭିନ୍ନ ପ୍ରକାର ନିଶାଗ୍ରସ୍ତ ହେଇ ବହୁତ ବଡ଼ ବଡ଼ କ୍ରାଇମ କରିଦଉଛନ୍ତି। ଦ୍ୱିତୀୟତଃ ଆଉ ଗୋଟେ ବଡ଼ ମୁଦ୍ଦା ହେଲା ବର୍ତ୍ତମାନ ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେଇଯାଇଛି, ବାହାର ସାଇଡ ଯେତେ ଆଉଟସାଇଡର, ତାଳଚେର ଗୋଟେ ମିନି ଇଣ୍ଡିଆ। ଏଠି ଆମର ତାଳଚେର ବାହାର ହଜାର ହଜାର ଲୋକ ଆସି କାମ କରୁଛନ୍ତି। କିଏ ଭଦ୍ର, କିଏ ଚୋର, କିଏ ଡାକୁ, କିଏ ଷଣ୍ଢ ଆମେ ଜାଣିପାରୁନାହାନ୍ତି। ତେଣୁ ଏ ନେଇ ଆମେ ବାରମ୍ବାର ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଦେଇଛୁ ଯେ ଆପଣ ପୋଲିସ ଭେରିଫିକେସନ କରାଯାଉ। ସମସ୍ତ ବାହାରୁ ଯେତେ କାମ କରି ଆସୁଛନ୍ତି କଣ୍ଟ୍ରାକ୍ଚୁଆଲ ଲେବର ହଉ କି ଏମସିଏଲ ହଉ, ନାଲକୋ ହଉ, ଏନଟିପିସି, ଜିଆଇଟିଏଲ ବିଭିନ୍ନ ଶିଳ୍ପ କାରଖାନା ଉପରେ, କିନ୍ତୁ ଏ ପ୍ରତି କୌଣସି ପ୍ରକାର ଏମସିଏଲ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି କି ପୋଲିସ ପ୍ରଶାସନ ମଧ୍ୟ ତତ୍ପରତା ଦେଖେଇ ନାହାନ୍ତି। କେବଳ ଏନଟିପିସି ଗୋଟିଏ ପ୍ଲାଣ୍ଟ ଯିଏକି ପୋଲିସ ଭେରିଫିକେସନ କରାଉଛି। ଆଉ ଗୋଟିଏ ବଡ଼ କଥା ହେଲା ଏଠି ପୋଲିସ ତା ନିଜ କାମ ଛାଡ଼ି, ପୋଲିସର ଯୋଉ ରୋଲ ମଡେଲ ତାକୁ ଛାଡ଼ି ପୋଲିସ ଏଠି ଟ୍ରାନ୍ସପୋର୍ଟର କେମିତି କୋଇଲା ଉଠେଇବ, ତାଙ୍କ ସେଟିଂରେ କିଏ ବାଲି ବେପାର କରିବ, କିଏ କୋଇଲା ବେପାର କରିବ। ଯଦି ଏଠି ଦେଖିବେ ପୋଲିସ ପାଖକୁ ଆପଣ ଯିବେ, ଗୋଟେ ଟ୍ରାନ୍ସପୋର୍ଟରକୁ ଯଦି ଯେତେବେଳେ କିଛି ଲୋକ ଛେକୁଛନ୍ତି କମିଶନ ପାଇଁ, ଥାନାକୁ ଗଲେ ଥାନା ବାଲା ଶୁଣୁନାହାନ୍ତି ସାଙ୍ଗେ ସାଙ୍ଗେ। ତାଙ୍କ ଲାଇନ ଲୋକ, କିଏ କହୁଛି ମୁଁ ଏମପିଙ୍କ ନମିନି, କିଏ କହୁଛି ମୁଁ ବିଜେପିର ନେତା, କିଏ କହୁଛି ମୁଁ ମୁଖ୍ୟମନ୍ତ୍ରୀଙ୍କର ଅମକ ତମକ। ତେଣୁ ପୋଲିସ ବର୍ତ୍ତମାନ ଏଠି ଯୋଉ ଟାଇପର ହାତ ବାରିଶି କାମ କରୁଛି, ଏଇଥିପାଇଁ ପୋଲିସ ତାର ମୁଖ୍ୟ ମୁଦ୍ଦା ଯୋଉଟା କି ଗଣଧର୍ଷଣ ଆଉ ବଳାତ୍କାର ପରିକା ଯୋଉ ଜଘନ୍ୟ ଅପରାଧକୁ ଆଉ କ୍ରିମିନାଲକୁ ଧରିବାରେ ଆଜି ବିଫଳ। ଆପଣ କହିବା କଥା ଯେ ପୋଲିସ ସମ୍ପୂର୍ଣ୍ଣ ପୁଞ୍ଜିପତିର, ସମ୍ପୂର୍ଣ୍ଣ ପୁଞ୍ଜିପତି ନହେଲେ ବି ପୁଞ୍ଜିପତି ସହିତ କିଛି ରାଜନୀତିକାର ମଧ୍ୟ ପୋଲିସ ପବ୍ଲିକ ଦଳିତ ନିଷ୍ପେଷିତ ପାଇଁ କାମ କରୁଛି ନା କରୁନି? ଦେଖନ୍ତୁ, ଆପଣ ଯୋଉ ଦଳିତ କଥା କହିଲେ, ସେ ସୁଭଦ୍ରା ଭଉଣୀର ଯୋଉ ଦଳିତ ଝିଅଟି ଏବେ ଗଣବଳାତ୍କାର ହେଲା, ସେ ନେଇ ଯେତେବେଳେ ପୋଲିସ ଥାନାରେ ଏଫଆଇଆର ଦେବା ପାଇଁ ଗଲା ତା ବାପାକୁ ସେଠିକାର ଯୋଉ ଇନଚାର୍ଜ ସେ କହିଲା, ଦେଖ ତମ ଝିଅ କାହା ସାଙ୍ଗେ ପଳେଇଥିବ। ପୋଲିସର ଏଇ ଯୋଉ ୱାର୍ଡଟା ଆପଣ ଏଠୁ ବୁଝୁଥିବେ ଯେ ପୋଲିସର ଦଳିତ ପ୍ରତି ଉଦାରତା କଣ ଆଉ ତାଙ୍କର ମାନସିକତା କଣ। ସରକାର କହୁଛନ୍ତି ଯେ ଆମେ ଦଳିତ ନିଷ୍ପେଷିତ ପାଇଁ କାମ କରୁଛୁ, ମୁଖ୍ୟ ସ୍ରୋତକୁ ଆଣିବା, ତାହେଲେ ଏଥିରେ ଆପଣଙ୍କର କଣ କହିବେ? ଆପଣ ଦେଖନ୍ତୁ, ସରକାର କଥା ଯୋଉ କହିଲେ, ସେଇ ସରକାର ଆଜି ଦେଖନ୍ତୁ, ଗୋଟିଏ ସରକାର କହିଲେ କିଏ? ସରକାର କହିଲେ ତାଙ୍କର ସାଂସଦ କିମ୍ବା ବିଧାୟକ, ଏମାନେ କହିଲେ ସରକାର। ଗୋଟିଏ ବିଧାୟକ ଆଜିକାଲି ଯାହା ବିଧାୟକ ଯୋଉ ନିର୍ବାଚନ ଲଢ଼ିବ ତାଙ୍କ ନିର୍ବାଚନରେ ଘଟଣା ଘଟୁଛି। ପାଲଡ଼ା କୁହ, ତାଳଚେର କୁହ, ଛେଣ୍ଡପଦା କୁହ, କୌଣସି ପ୍ରକାର ବିଧାୟକ କିମ୍ବା ସାଂସଦ ଆଜି ପର୍ଯ୍ୟନ୍ତ ଉତ୍ତର ରଖିଲେନି। ମୋହନ ମାଝୀ ବି ନିଜେ ଉତ୍ତର ରଖିଲେ କି? ଏଇ ନେଇ ବିଧାନସଭାରେ ମଧ୍ୟ କୋଶ୍ଚିନ୍ ଉଠିଲା, ମୋହନ ମାଝୀ ନଚିଲେ, ଆଭଏଡ କଲେ, ଗଣବଳାତ୍କାର ରୋକିବାରେ ବିଫଳ ହେଲେ। ଆଉ ଏଠି ଯୋଉ ଆମର ଲଦାଝରି ଯୋଉ ଦଳିତ ଝିଅ ଘଟଣା ଘଟିଛି, ସେ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଘରଠୁ ମାତ୍ର 8-10 କିଲୋମିଟର ହବ। ଗୋଟିଏ ନିର୍ବାଚନରେ ସେଠି ମଧ୍ୟ ବିଜେପିର ବିଧାୟକ ଅଛନ୍ତି। ବିଧାୟକ ଆଜି ପର୍ଯ୍ୟନ୍ତ ଏସପି କଲେକ୍ଟର କାହାକୁ ଡାକିକି ଏଇ ବିଷୟରେ କଥା ହେଇଛନ୍ତି? ଗଣମାଧ୍ୟମରେ ଜଣାନ୍ତୁ। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ନିଆଯାଇନି। ସେ ପୋଲିସ ଅଫିସର ବିରୁଦ୍ଧରେ ଆମେ ଏସପିଙ୍କ ପାଖକୁ ଯାଇଥିଲୁ, କଂଗ୍ରେସର ଏସିସିଏଲର ଡେଲିଗେଟ। ସେଠି ମଧ୍ୟ ଏସପିଙ୍କୁ ଆମେ କହିଲୁ, ଏସପି କହିଲେ ରେଲୱେ ପୋଲିସଟା ଆମ ଜୁଡିସିଆଲ ଭିତରେ ନାହିଁ, ସେ ତାଙ୍କର ରେଲୱେ ଏସପିଙ୍କୁ କହିବେ। ଆମର ଉପଜିଲ୍ଲାପାଳଙ୍କୁ, ଡିଆଇଜିଙ୍କୁ ସମସ୍ତଙ୍କୁ ଲେଖିକିନା ବି ଆମେ ଜଣେଇଛୁ, କଲେକ୍ଟର ମଧ୍ୟ ଜଣେଇଛୁ ଯେ ପ୍ରଥମେ ତାଙ୍କୁ ସସ୍ପେଣ୍ଡ କରାଯାଉ। ଯୋଉ ପ୍ରକାର ସେ ବ୍ୟବହାର କରିଛନ୍ତି ତାଙ୍କ ପରିବାର ପ୍ରତି, ତା ବାପ ଦେଖ ଟିଭିରେ କହିଲା, ମୁଁ କହିଲେ ନିଜେ ଯେ ଏଇ ପ୍ରକାର ଘଟଣା, ନିନ୍ଦନୀୟ ଘଟଣା ଯୋଉ ପୋଲିସ ବ୍ୟବହାର କଲେ। ପ୍ଲସ ଆମେ ବି ତାଙ୍କ ଘରକୁ ଯାଇଥିଲୁ, ଝିଅର ଘରକୁ, ସେଠି ମଧ୍ୟ ସେ ଆମକୁ କହିଥିଲେ। ଆମର ମୁଖ୍ୟ ଡିମାଣ୍ଡ ବି
ରଖିଛୁ, ଯୋଉ ଆମେ ଦେଇଛୁ 19 ତାରିଖର ବନ୍ଦ ଡାକରା, ସେଥିରେ ଦେଇଛୁ ପୋଲିସକୁ ସସ୍ପେଣ୍ଡ କରାଯାଉ। ଆଉ ମୁଖ୍ୟ 1 ନମ୍ବର ଦାବି ହେଲା ଯେ କ୍ରିମିନାଲକୁ ଧରାଯାଉ, ଯୋଉମାନେ ଗଣବଳାତ୍କାର କରୁଛନ୍ତି ତାଙ୍କୁ ଧରି କିନ୍ତୁ କଡ଼ା ସେ କଡ଼ା ଦଣ୍ଡ ଦିଆଯିବ, ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତ ସାର୍ ଆପଣ ଏଇଟା ବି ଭାବୁଥିବେ ନିଶ୍ଚିତ କି ଏଇଭଳିଆ ଘଟଣା ଆଗକୁ ନ କରାଯାଉ ବୋଲି, ସେ ପ୍ରତି ଆପଣ ମାନେ କିଛି କହିଛନ୍ତି? ନିଶ୍ଚିତ ଆମେ ଏ ନେଇ ମଧ୍ୟ ଏସ୍ପିଙ୍କୁ ଭେଟିଛୁ। ଆକୁ କେମିତି କ୍ରାଇମ ତାଲଚେରରେ ବନ୍ଦ ହବ, କଣ୍ଟ୍ରୋଲ ହବ, ସେ ନେଇ ମଧ୍ୟ ଆମେ କହିଛୁ ପୋଲିସ କଡ଼ାକଡ଼ି ଭାବେ ପାଟ୍ରୋଲିଂ କରନ୍ତୁ। ଆଉ ସବୁ ସିସି କ୍ୟାମେରା, ଯୋଉ ଡିଏମ୍ ଫଣ୍ଡରୁ ସିସି କ୍ୟାମେରା ଲଗା ହେଇଥିଲା, ତାକୁ ସହର ତାଲଚେର ଟାଉନରୁ ତାଲଚେର ରେଲୱେ ଷ୍ଟେସନ ଏବଂ ହିଙ୍ଗୁଳା ମନ୍ଦିର ପର୍ଯ୍ୟନ୍ତ ଯେତେ ସିସି କ୍ୟାମେରା ତାଙ୍କୁ ସଜାଡ଼ା ଯାଉ। ଆଉ ଯେତେ ଗାଡ଼ି ବର୍ତ୍ତମାନ ଅଛି ସବୁ ପ୍ରିପେଡ୍ ଟ୍ୟାକ୍ସି କରାଯାଉ, ଅଟୋ ବିଭିନ୍ନ ପ୍ରକାର ପ୍ରିପେଡ୍ ଟ୍ୟାକ୍ସି କରାଯାଉ। ଆଉ ଯୋଉମାନେ ତାଲଚେରକୁ ଆସୁଛନ୍ତି, ଯେମିତି ରୋହନିଆ କୁହ, ବାଂଲାଦେଶୀ କୁହ, ୱେଷ୍ଟବେଙ୍ଗଲ ମେଦିନାପୁର ଆଡ଼େ ଅଛନ୍ତି, ସେମାନଙ୍କର ସମସ୍ତଙ୍କର ପିଭିସି ରଖାଯାଉ, ଯାହାଦ୍ୱାରା କି ଆଗାମୀ ଦିନରେ ଏଇ ଟାଇପର ଘଟଣା ଘଟିବ।